15ଟି ଅନୁଚିନ୍ତା। ନମ୍ବର 1, ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ବହୁତ କଷ୍ଟ ହୁଏ। ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ନୂଆ ଜୀବନ ଆରମ୍ଭ ହୁଏ। ନମ୍ବର 2, ଶାନ୍ତ ମନରେ ତୁମ ଦ୍ୱାରା ଯାହା ହୋଇପାରିବ ତାହା କର, କିନ୍ତୁ ଚିନ୍ତା କିମ୍ବା ମନ ଦୁଃଖରେ କର ନାହିଁ। ନମ୍ବର 3, ମନେ ରଖନ୍ତୁ, ଦୁନିଆରେ ଯେତେ ପ୍ରକାରର ଭୟ ଅଛି ନା, ସେଥିମଧ୍ୟରୁ ନିନ୍ଦା ଆଉ ଅପମାନ ହେଉଛି ସର୍ବଶ୍ରେଷ୍ଠ। ନମ୍ବର 4, ନୀରବ ଆଉ ହସକୁ ସବୁବେଳେ ସାଙ୍ଗରେ ରଖନ୍ତୁ। ନୀରବ ତୁମର ରକ୍ଷା କବଚ ଆଉ ହସ ତୁମର ଖୁସିର ସ୍ୱାଗତ ଦ୍ୱାର ଅଟେ। ନମ୍ବର 5, କନ୍ୟା ସନ୍ତାନଟି ହେଉଛି ପ୍ରଦୀପ ଭଳି। ଯେଉଁ ଘରକୁ ଆସେ ସେ ଘର ଆଲୋକିତ ହୋଇଯାଏ। ନମ୍ବର 6, ଥରେ ମାତ୍ର ବାପାଙ୍କ ହୋଟେଲରୁ ବାହାରି ପଡ଼ିଲେ ହିଁ ବୁଝାପଡ଼େ ଦୁନିଆର ମୁଠାଏ ଭାତର ଭେଲ୍ୟୁ କେତେ। ନମ୍ବର 7, ଏ ଦୁନିଆରେ କେହି କାହାର ନିଜର ନୁହେଁ। ନମ୍ବର 8, ଭୋଜନର ଭେଲ୍ୟୁ ଯେପରି ଭୋକ ସମୟରେ ଜଣାପଡ଼େ, ଠିକ୍ ସେହିପରି ଭଗବାନଙ୍କ ଭେଲ୍ୟୁ ଦୁଃଖ ସମୟରେ ଜଣା ପଡ଼ିଥାଏ। ନମ୍ବର 9, ହସ ଦୁଃଖ ଭୁଲେଇବା ପାଇଁ ଯଥେଷ୍ଟ। ନମ୍ବର 10, ଲୁହ ହିଁ ଜଣାଇଥାଏ ତୁମ ଯନ୍ତ୍ରଣାର ଗଭୀରତା କେତେ। ନମ୍ବର 11, ସଫଳତା ହିଁ ଜଣାଇଥାଏ ତୁମ ଚେଷ୍ଟା ଶକ୍ତିର ସୀମା କେତେ। ନମ୍ବର 12, ବ୍ୟବହାର ହିଁ ଜଣାଇଥାଏ ତୁମ ପରିବାରର ସଂସ୍କାର କେତେ। ନମ୍ବର 13, ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମୁଁ କାହାର ଭାଗ୍ୟ ତିଆରି କରେ ନାହିଁ, ମଣିଷ ନିଜେ ନିଜର ଭାଗ୍ୟ ତିଆରି କରିଥାଏ। ନମ୍ବର 14, ଭୟ ହିଁ ଜଣାଇଥାଏ ତୁମ ଭଲ ପାଇବାର ଗଭୀରତା କେତେ। ନମ୍ବର 15, ରାଗ ଓ ହିଂସା ଛାଡ଼, କାରଣ ମଣିଷର ନିଶ୍ୱାସକୁ ବି ଜଣା ନଥାଏ ଯେ ସେ ଫେରିବ କି ନାହିଁ। ନମ୍ବର 16, ସେଥିପାଇଁ ଜୀବନକୁ ଉପଭୋଗ କର, ନିଜେ ହସ ଓ ଅନ୍ୟକୁ ହସାଅ।